ସମସ୍ତେ ଭାବୁଛନ୍ତି ନା ଏଠି କଣ ଚାଲିଛି। ଏଠି ହଉଛି କେକ୍ କଟିଂ ହବ। କେକ୍ ପୁଣି କାହାର ଜାଣୁଛନ୍ତି? ବାର୍ଥଡେ ହଉଛି ମୋର। ମୋ ବାର୍ଥଡେ ଥିଲା ନା ଗଡୁନ ବାର୍ଥଡେ ଥିଲା ମୁଁ ବି ଜାଣି ପାରିଲିନି। ମତେ ଲାଗିଲା ଯେ ଗଡୁନର ବାର୍ଥଡେ, କାରଣ ସିଏ ତ କେକ୍ ହିଁ କାଟିଥିଲା। କେକ୍ କୁ ଦେଖିକି ଲାଳ ବହୁତ ବୋହିଥିଲା ଗଡୁନର। ଓହୋ କଣ କରିବ। ସେ ଯୋଉ କେକ୍, ଆଜ୍ଞା କେକ୍ ଖାଇବାକୁ ନୁହଁ ମ, ସେ କେକ୍ ଉପରେ ଯୋଉ ଚକୋଲେଟ ଟା ନାହିଁ କି, ସେଇ ଚକୋଲେଟ ଟା ଖାଇବାକୁ ତା ମନ ବହୁତ କୁଣ୍ଢେ ମୋଟ ଆଉ। ତାକୁ ଖାଇବା ପାଇଁ ସେ ଯୋଉ ଆକ୍ଟିଂ, ଓହୋ ଯିଏ ଦେଖିବ ସେ ହସି ହସି ଗଡିବ। ଡିଆସିଲ ଆଣିକି ଦଉଛି, ନେ 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 ଲଗେଇଦେ ଲଗେଇଦେ ମୁଁ କେକ୍ କାଟିବି। ଯେମିତି ଗଡୁନର ଆଜି ବାର୍ଥଡେ। ଛୋଟ ଛୁଆ ମାନେ ଏମିତି ହିଁ ହୁଅନ୍ତି। ଦେଖୁନାହାନ୍ତି କେମିତି ସେ ଫୁଙ୍କିବାରେ ଲାଗିଛି। ଓହୋ ଲାଷ୍ଟକୁ ଲିଭିଗଲା। ଆଉ ଲିଭିଲା ମାତ୍ରେ ତ ସେ କେକ୍ କାଟି ଚାଲିଲା ଆଉ। ଯେମିତି ବାର୍ଥଡେ ତାର ଆଉ। ଦେଖୁନାହାନ୍ତି କେମିତି ଖାଇ ପକଉଛି। ଓହ ଟେଷ୍ଟ, ନା ନା ମ ଇଏ ସବୁ ଆକ୍ଟିଂ, ଆଉ କିଛି ନାହିଁ। ନଜର ତ ଆଉ କୋଉଠି ତାର। ଦେଖୁନାହାନ୍ତି ମତେ ଟିକେ ଆଣିକି ଖୁଆଇଦେଲା, କାଳେ କିଏ କଣ ଭାବିବ। ଚୁଚୁକୁ ନେଇକି ଦଉଛି, ନେ ଚୁଚୁ ଖା, କିନ୍ତୁ ସେ ଜାଣିଛି ଚୁଚୁ ବାହାର ଜିନିଷ ଖାଇବନି। ତାପରେ ଦେଖୁନାହାନ୍ତି କେମିତି କାଟୁଛି। ନଜରଟା କିନ୍ତୁ ତାର ଆଉ ଗୋଟିଏ ଜାଗା ଉପରେ, ସେଇ ଯୋଉ ଚକୋଲେଟ ଟା ପଡିଛି ସେଇ ଚକୋଲେଟ ଉପରେ ତା ନଜର। ଏବେ ଦେଖୁନାହାନ୍ତି କେମିତି ଚକୋଲେଟ ଟା ବାହାର କରିକି ପାଟିରେ ପଶେଇ ଦଉଛି, ଆଉଁ ଆଉଁ କରି ଖାଇ ଦଉଛି, କାଳେ ଆଉ କିଏ ଖାଇଦବ। କେମିତି ଖାଉଛି ଦେଖନ୍ତୁ। ମୋ ଝିଅ ଆସିକି ତାକୁ କହୁଛି କାନରେ, ଭାଇନା ମତେ ଟିକେ ଦେ ମତେ ଟିକେ ଦେ। ଦେଖୁନାହାନ୍ତି କାନରେ ଲଗେଇଦେଲା। ତାପରେ ସମସ୍ତେ ଯେମିତି କେକ୍ ମାଗିଲେ ସମସ୍ତଙ୍କୁ ଟିକେ ଟିକେ କେକ୍ ଦେଇଛି, ବେଶୀ ଦେଇନି ମ। କେକ୍ ଉପରେ ଆକ୍ଚୁଆଲି ତାର ଖାଇବାର ନଜର ନଥିଲା, ତାର ନଜରଟା ଥିଲା ଚକୋଲେଟ ଉପରେ, ଯୋଉଟା ଖାଇ ଦେଇକି ତା ପେଟକୁ ଶାନ୍ତି କରିଦେଲା। ମୋ ଝିଅ ଚୁଚୁ ସବୁ ଦେଖୁଛି ହେଲେ କିଛି ଖାଇପାରୁନି। ଆଉ ସାଇଡ ଜିନିଷ ତ ସେ କିଛି ଖାଇବନି ଆଉ। ଜଲ୍ଦି ଜଲ୍ଦି ଭିଡିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।